ମହାବିଷ୍ଣୁ ପୁରାଣ ତ୍ରୟୋଦଶ ଅଧ୍ୟାୟ ପୃଥୁରାଜାଙ୍କ ରାଜ୍ୟ ଶାସନ। ଏଥୁ ଅନ୍ତେ ହେ ମୈତ୍ରେୟ ଶୁଣ ମନ ଧୀରେ, ସେ ସୂତ୍ର ମାଗଧ ଦୁହେଁ ମିଳି ହର୍ଷ ଭରେ। ଯେ ରୂପେ କଳ୍ପନା କରି କଲେ ରାଜସ୍ତବ, ତାହା ସବୁ ଶୁଣି କରି ପୃଥୁ ନର ଧ୍ରୁବ। ପୃଥିବୀ ପାଳନେ ଯତ୍ନେ ହେଲେ ଆଗୁସାର, ଅରାଜକ ଭୟ ତକ କରାଇଲେ ଦୂର। ନାନାଦି ବିଧିରେ କଲେ ଯଜ୍ଞ ଅନୁଷ୍ଠାନ, ଅତି ସନ୍ତୁଷ୍ଟ ହୋଇଲା ସମସ୍ତଙ୍କ ମନ। ପ୍ରଜାମାନେ ଆପଣାଙ୍କୁ କୃତାର୍ଥ ମଣିଲେ, କର ଯୋଡ଼ି ପୃଥୁ ପାଶେ ନିବେଦନ କଲେ। ଆମ୍ଭମାନଙ୍କର କଥା ଶୁଣ ନୃପରାଣ, ବେଣୁ ରାଜା ଅକାଳରେ ତେଜିଲେ ପରାଣ। ତାଙ୍କ ମୃତ୍ୟୁ ଅନ୍ତେ ରାଜ୍ୟ ହେଲା ଅରାଜକ, ପୃଥ୍ୱୀ ଦେବୀ ହରି ନେଲା ଆପେ ଶସ୍ୟ ଯାକ। ହୋଇଗଲା ଶସ୍ୟ ଶୂନ୍ୟ ଔଷଧି ନିକର, ଆମ୍ଭେ ପ୍ରଜାମାନେ ହେଲୁ କ୍ଷୁଧାରେ ଆତୁର। ହେ ରାଜନ ଦେଶ ରକ୍ଷା ହୋଇବ ଯହିଁରେ, ତାହାର ଉପାୟ ଏବେ କରନ୍ତୁ ଯତ୍ତରେ। କ୍ଷୁଧାରେ ହୋଇଛୁ ଆମ୍ଭେ ଅତ୍ୟନ୍ତ ଆକୁଳ, ସୁବିଚାର କରି ଆମ୍ଭମାନଙ୍କୁ ସମ୍ଭାଳ। ପ୍ରଜାଙ୍କ ମୁଖରୁ ଏହା ଶୁଣି ନର ରାୟ, ମନ ମଧ୍ୟରେ ପାଇଲେ ଲଜ୍ଜା ଅତିଶୟ। ସେହି କ୍ଷଣି ହର ଧନୁ ନାମେଶ୍ୱରାସନ, ଆପଣା ହସ୍ତରେ ତାହା ଧରିଣ ରାଜନ। ଧାବିତ ହୋଇଲେ ବେଗେ ବସୁମତୀ ପ୍ରତି, ଦେଖି ବସୁମତୀ ହେଲେ ଗାଭୀର ଆକୃତି। ଧାବମାନ ହୋଇଲେ ସେ ଅତି ଭୟ ମନେ, କାହିଁ ସ୍ଥାନ ନ ପାଇଲେ ତ୍ୱରିତ ଗମନେ। ପୁଣି ବସୁମତୀ ଅତି ଭୟେ ଥରି ଥରି, ବୋଇଲେ ପୃଥୁଙ୍କ ଆଗେ ଆହେ ଦଣ୍ଡଧାରୀ। ପୃଥିବୀ ଉବାଚ ତୁମ୍ଭେ କି ନ ଜାଣ ସ୍ତ୍ରୀ ବଧ ମହାପାପ, ଜାଣୁ ଜାଣୁ ଏହା କିମ୍ପାଅର ଜୀବନ ରୂପ। ମୋତେ ବଧିବାକୁ ଅଗ୍ରସର କାହା ପାଇଁ, ଜାଣିବାରେ ମୁହିଁ କିଛି ଦୋଷ କରି ନାହିଁ। ପୃଥୁବାଚ ଶୁଣଲ ଦୁଷ୍ଟକାରିଣୀ ବଚନ ମୋହରି, ଯଦି ଜଣକର ଜୀବନକୁ ବଧ କରି। ଶତ ଶତ ପ୍ରାଣୀଙ୍କର ଜୀବ ରଖିପାରେ, ଅତି ପୁଣ୍ୟପ୍ରଦ ତାହା ମୋହ ଜାଣିବାରେ। ହୁଏ ଯେବେ ଏଥେ ସର୍ବମଙ୍ଗଳ ସାଧନ, ସେହି ପାପ ମହାପୁଣ୍ୟେ ହୁଅଇ ଗମନ। ପୃଥିବୀ ଉବାଚ ସକଳ ପ୍ରଜାମାନଙ୍କ ଉପକାର ପାଇଁ, ସ୍ୱହସ୍ତେ ବଧିବ ଯେବେ ମୋତେ ନରସାଇଁ। କେହେବ ଏ ଜଗତରେ ପ୍ରଜାଙ୍କ ଆଧାର, ଆହେ ସୁଜ୍ଞାନୀ ନରେଶ ଭାବୟା ମନର। ପୃଥୁର୍ବାଚ ଆପଣାର ଯୋଗ ବଳ କର ପରକାଶ, ଆପେ ପ୍ରଜାଙ୍କୁ ପାଳିବି ହୋଇଣ ହରସ। ତୁହି ବସୁମତୀ ଅଟୁ ଶାସନ ବିମୁଖୀ, ତୋତେ ବିନାଶ କରି ମୁଁ ହେବି ମହାସୁଖୀ। ପରାଶର ଉବାଚ ପୃଥୁଙ୍କ ମୁଖୁ ଏ ବାଣୀ ଶୁଣି ବସୁମତୀ, ଭୟ ମନେ ଥର ହର ହୋଇଲେ ସେ ଅତି। ବ୍ୟାକୁଳରେ ପୁନର୍ବାର କାକୁସ୍ଥ ବଚନେ, ପ୍ରଣାମ କରି ରାଜାଙ୍କୁ ବୋଇଲେ ସନେ। ପୃଥିବୀ ଉବାଚ ସଦୁପାୟ ଅନୁସାରେ କାର୍ଯ୍ୟକୁ ସାଧିଲେ, ଅନାୟାସେ ସର୍ବ କାର୍ଯ୍ୟ ସିଦ୍ଧ ହୁଏ ଭଲେ। ଯେତେ ଔଷଧି ମୁହିଁ ଦେଇଅଛି ହରି, ବର୍ତ୍ତମାନ ଯଦି ଇଚ୍ଛା କର ଦଣ୍ଡଧାରୀ। ସେ ସମସ୍ତ ମୁହିଁ ଦୁଗ୍ଧ ରୂପେ ପୁନର୍ବାର, ପ୍ରସବ କରିଦେବଇଁ ଏହା ସତ୍ୟ ଗୀର। ତୁମ୍ଭ ପ୍ରଜାମାନଙ୍କର ହିତର ନିମନ୍ତେ, ଏକ ବତ୍ସା ସ୍ୱଚ୍ଛ ମନେ ଦାନ କର ମୋତେ। ବତ୍ସା ନିର୍ଦ୍ଧାରଣ କର ଘେନିବ ବିନୟୀ,
ଦୁଗ୍ଧ କ୍ଷରଣ କରିବି ମୁଁ ବତ୍ସଳା ହୋଇ। ଏବେ ଏକ କାର୍ଯ୍ୟ କର ଆହେ ନର ନାହା, ନୟନେ ଦେଖୁଛ ମୋର ପୃଷ୍ଠଭାଗେ ଯାହା। ଉଚ୍ଚ ନିଚ ସବୁ ତୁମ୍ଭେ କରିଦିଅ ସମ, ତୁମ୍ଭ ବାହୁବଳ ନୃପ ଅଟଇ ଅସୀମ। ବନୌଷଧି ବୀଜ ସବୁ କ୍ଷୀର ରୂପେ ମୁହିଁ, ଅତି ମୁଗ୍ଧ ମନେ ଆପେ ଉଦ୍ଧାର କରଇ। ସର୍ବତ୍ର ସିଞ୍ଚିତ କରି ସମାନ ଭାବରେ, ଶସ୍ୟ ଔଷଧି କି ପ୍ରସବି ବିବିଧାନରେ। ପରାଶର ଉବାଚ ଏଥୁ ଅନନ୍ତରେ ଶୁଣ ହେ ଋଷି ପ୍ରବର, ଯାହା ଘଟଣା ଘଟିଲା ଯେମନ୍ତ ପ୍ରକାର। ଧରଣୀ ରାଣୀ ବାଣିକି ଶୁଣି ନୃପମଣି, କଲେ ସେହି କାର୍ଯ୍ୟ ହୃଦ ପଦ୍ମରେ ସେ ପୁଣି। ଧରଣୀ କି ଧନୁ ହୁଳେ ଉତ୍ସାହିତ କରି, ଉଚ୍ଚ ନିଚକୁ ସମାନ କଲେ ଦଣ୍ଡଧାରୀ। ତେଣୁ ସର୍ବ ପ୍ରଜା ମାନେ ହୋଇ ଆନନ୍ଦିତ, ନିର୍ମାଣ କରିଲେ ମିଳି ହାଟ ଘାଟ ପଥ। ଆବର ନିର୍ମାଣ କଲେ ନାମ ନଗରକୁ, ହର୍ଷେ ଅବସ୍ଥାନ କଲେ ଫୁଟାଇଣ ବୁକୁ। ଫୁଲାଇଣ ବୁକୁ ପୂର୍ବେ ଯେଉଁ ଶସ୍ୟ ସବୁ ଧରା ହରି ନେଲା, ଫଳମୂଳ ପୁଷ୍ପ ଆଦି କିଛି ହିଁ ନଥିଲା। ଆହାର ନିମନ୍ତେ ପ୍ରଜା ମାନେ ଭାଳି ଭାଳି, ହାହାକାର କରି ଛାଡୁଥିଲେ ଜବବାଳି। ସେ ସର୍ବ ଦୁର୍ଲଭ ବସ୍ତୁ ଉଦ୍ଧାର କାରଣେ, ପୃଥୁ ସେହି ସ୍ୱୟଂଭୁବ ମନକୁ ଆପଣେ। ବତ୍ସା ରୂପେ କଳ୍ପନା କଲେ ହରସରେ, ଅନ୍ନ କଷ୍ଟ ପ୍ରଜାଙ୍କର ହିତ ସାଧନାରେ। ସ୍ୱୟଂଭୁବ ବତ୍ସ ରୂପେ କଳ୍ପୁନର ନାଥେ, ପୃଥିବୀ ଦୋହନ କଲେ ଆପଣାର ହସ୍ତେ। ତେଣୁ ଧରା କ୍ଷୀର ରୂପେ ଶସ୍ୟ ଦାନ କଲା, ନାନା ଶସ୍ୟ ନିଜ ପୃଷ୍ଠ ପରେ ଉତ୍ପାଦିଲା। ଶସ୍ୟ ଲାଭେ ପ୍ରଜାକୁଳ ହେଲେ ଆନନ୍ଦିତ, ତା ଭକ୍ଷଣେ ଦେହ ଧରି ରହିଲେ ସମସ୍ତ। ସେ ଅବଧି ଏପର୍ଯ୍ୟନ୍ତ ହେ ମୈତ୍ରେୟ ମୁନି, ପୃଥ୍ୱୀ ଉତ୍ପାଦିତ ଶସ୍ୟ ଦିଅ ମେଦିନୀ। ଅବ୍ୟର୍ଥ ଯେ ଅନ୍ନ ଭକ୍ଷୀ ସର୍ବ ପ୍ରଜାଗଣ, ରହିଛନ୍ତି ମହାସୁଖେ ଜୀବନ ଧରିଣ। ଜୀବଦାନ ଯୋଗୁ ପୃଥୁ ଅଟେ ପୃଥ୍ୱୀ ପିତା, ନିଖିଳ ପ୍ରାଣୀ ଧାରିଣୀ ପୃଥ୍ୱୀ ସୁବିଖ୍ୟାତା। ତହୁଁ ଅସୁରେ ମୁନିଏ ଅମରେ ଗନ୍ଧର୍ବେ, ଯକ୍ଷ ରକ୍ଷ ଔରଗ ଯେ ପିତୃ ଆଦି ସର୍ବେ। ନିଜ ନିଜ ମତେ ପତ୍ର କରିଣ ଗ୍ରହଣ, ସ୍ୱସ୍ୱଭାବେ ଦ୍ରବ୍ୟ କଲେ ଧରାରୁ ଦୋହନ। ପ୍ରଥମରେ ଏହି ପ୍ରଜା ତୁଷ୍ଟି କାରଣରେ, ଜଗତର ଖ୍ୟାତ ପୃଥୁ ଘେନ ସୁଚିତରେ। ସ୍ୱୟଂଭୁବ ବତ୍ସ ହେଲେ ପୃଥ୍ୱୀ ହେଲେ ଧନୁ, ଦୋହନକାରୀ ହୋଇଲେ ବେଣୁ ରାଜ ଶୁନୁ। ପୃଥୁ ରୂପେ ଭବେ ସ୍ୱୟଂ ବିଷ୍ଣୁ ଅବତାର, ବିଷ୍ଣୁ ଚରଣ ସମ୍ଭୂତା ପୃଥ୍ୱୀ ନାମ ଯାର। ଧରା ଅଛି ବୋଲି ସର୍ବ ସଂସାରକୁ ପରା, ନାମ ବୋଧେ ଜଗଧାତ୍ରୀ ଧରଣୀ ଯେ ସରା। ଆବର ମେଦିନୀ ରସା ଧରିତ୍ରୀ ଅବନୀ, ଏପରି ଅନେକ ନାମ ଅଛି ପୃଥ୍ୱୀ ଘେନି। ପ୍ରଥମ ଭୂପତି ପୃଥୁ ମହାପୁଣ୍ୟବନ୍ତ, ତାଙ୍କ ଯଶ ମହିମାକୁ କେ କରିବ ଅନ୍ତ। ଏମନ୍ତ ପ୍ରଭାବଶାଳୀ ଜାତ ପୃଥୁରାଜ, ପ୍ରଜାରଞ୍ଜନ କାରଣେ ଆଦି ପୃଥୁ ବୁଝ। ପୃଥୁଙ୍କ କୀରତି କିବା କହିବି ଅଧିକ, ଯୁଗେ ଯୁଗେ ନାମ ଘୋଷୁଥିଲେ ସର୍ବଲୋକ। ଭକ୍ତି ଚିତ୍ତେ ଯେଉଁ ଜନ ହରସ ବଦନେ, ପୃଥୁଙ୍କର ପୁଣ୍ୟ ଜନ୍ମ କର୍ମକୁ ବିଧାନେ। ଏକ ନିଷ୍ଠା କରି ଭଲେ କୀର୍ତ୍ତନ କରଇ,
ଅଶେଷ ପାପ ତାହାର ବିନାଶ ହୁଅଇ। ଇହ ଜନ୍ମର କୀର୍ତ୍ତନ ଏଇହ ଜଗତେ, ସଫଳ ଦାନ କରେ ସେ ନିଶ୍ଚୟ ଉଚିତେ। ପୃଥୁଙ୍କର ଜନ୍ମ କର୍ମ ପ୍ରଭାବ ଯେତେକ, ଶ୍ରବଣ କରଇ ଶ୍ରଦ୍ଧା ଭରେ ଯେଉଁ ଲୋକ। ଦୁଃସ୍ୱପ୍ନ ତାହାର ନାଶ ହୁଅଇ ଅବଶ୍ୟ, ଦେହରୁ କଳୁଷ ରାଶି ହୋଇଯାଏ ଧ୍ୱଂସ। ଦିବ୍ୟ ଗତି ଲଭଇ ସେ ପାଏ ଦିବ୍ୟ ଗତି, ସନ୍ଦେହ ନାହିଁ ଏଥିରେ ଏ ସତ୍ୟ ଭାରତୀ। ଏ ବିଷ୍ଣୁ ପୁରାଣ ଗାଥା ଅମୃତ ସମାନ, आहे ବିଷ୍ଣୁ ଭକ୍ତି ଶ୍ରୁତି ମୁଖେ କର ପାନ। आहे ବିଶ୍ୱ ମୋହନ ରି ବିଶ୍ୱ ଦୟାମୟ, ଏ ଦିନ ଧମେ ପ୍ରଭୁ ଦିବ୍ୟ ଜ୍ଞାନ ଦିଅ। ଲେଖିଥିବି ସଦା ତୁମ୍ଭ ଲୀଳା ଗୁଣ ମୁହିଁ, ଅନ୍ତିମ କାଳ ପର୍ଯ୍ୟନ୍ତ ଯଥା ତଥା ରହି। ଏହା ବିନା ଅନ୍ୟରେ ମୋ ନାହିଁ ପ୍ରୟୋଜନ, ଅନ୍ତିମେ ହେବି କି ସତେ ସେବାକୁ ଭାଜନ। ଅବିରତେ ଏହି ଚିନ୍ତା ଚିନ୍ତାମଣି ମୋର, ସିଦ୍ଧ ଦେହେ ସଜାଗରେ ଚିନ୍ତି ଚକ୍ରଧର। ଯେବେ ପାର୍ଥିବ ଦେହୁ ଜୀବ ଆତ୍ମା ଜୀବ, ନିତ୍ୟ ବୈକୁଣ୍ଠେ ପ୍ରଭୁ ସେବାରେ ରହିବ। ଏହି ଆଶା ପୂର୍ଣ୍ଣ କର आहे ଋଷିକେଶ, ଆଶ୍ରିତ କରିଛି ଦୁଃଖୀ କ୍ଷେତ୍ରବାସୀ ଦାସ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ ପୃଥୁରାଜୋପାଖ୍ୟାନଂ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦ୍ଦଶ ଅଧ୍ୟାୟ ପ୍ରଚେତାଗଣଙ୍କ ବିବରଣ ଓ ତପସ୍ୟା କଥନ। ପରାଶର ଉବାଚ, କହନ୍ତି ଯେ ପରାଶର ଚାହିଁ ମୈତ୍ରେୟଙ୍କୁ, ଶୁଣ ବତ୍ସ ଆନ କଥା କହୁଛି ତୁମ୍ଭଙ୍କୁ। ପୃଥୁଙ୍କ ବଂଶବର୍ଦ୍ଧନ ହୋଇଲା ଯେପରି, ତାହା କହୁଅଛି ବାବୁ ଶୁଣ ଶ୍ରୁତି ଡେରି। ଧନୁର୍ବେଦ ବିଶାରଦ ଧ୍ରୁବଙ୍କ ବଂଶରେ, ଶୁଭ ଲଗ୍ନେ ଜନମ ସେ ହୋଇଲେ ସଂସାରେ। ପରମ ମହତ୍ୱବନ୍ତ ସେହି 10 ଜଣ, ତାଙ୍କ ମତି ଗତି ସର୍ବ ଧର୍ମେ ଥାଏ ଜାଣ। ସେ 10 ଭାଇଙ୍କ ଅଙ୍ଗ କାନ୍ତି ମନୋହର, ସମସ୍ତ ଗୁଣେ ସେମାନେ ଦିଶନ୍ତି ସୁନ୍ଦର। ତିଳେ ତାହାଙ୍କ ମନରେ ନଥିଲା ବିଷାଦ, ପିତୃମାତୃ ଭକତି ସେ ସୁଶୀଳ ସୁବୋଧ। ସଦା ଇଷ୍ଟ ଧର୍ମେ ରତ ଅଟନ୍ତି ସୁଜ୍ଞାନୀ, ସମସ୍ତଙ୍କୁ ସମଭାବେ ଦେଖନ୍ତି ହେ ମୁନି। ସେମାନେ ସମୁଦ୍ର କୂଳେ କରି ବାସ ସ୍ଥାନ, ଆୟୁ ତେଜ ବର୍ଷ ତପେ ଯାପିଲେ ଜୀବନ। ଧ୍ରୁବ ବଂଶାବଳୀ କଥା ଅତି ଚମତ୍କାର, ଶୁଣିଲେ ସକଳ ଦୁଃଖ ହୋଇଯିବ ଦୂର। ଯହୁଁ ପରାଶର ଋଷି କହିଲେ ମନ୍ତ, ପୁଛିଲେ ମୈତ୍ରେୟ ଋଷି ଯୋଡ଼ିବେ ନିହସ୍ତ। ମୈତ୍ରେୟ ଉବାଚ, ହେ ଗୁରୁ ଯାହା କହିଲ ଏ ଦାସ ଆଗର, ଆହୁରି ଶୁଣିବା ପାଇଁ ମନ ବଳେ ମୋର। କିମ୍ପାଇଁ ସମୁଦ୍ର ଗର୍ଭେ ନିମଗ୍ନ ହୋଇ, ଯେପରି ତପସ୍ୟା କଲେ ସେହି 10 ଭାଇ। ସେ କଥା କୁହନ୍ତୁ ଗୁରୁ ଦୟା କରି ମୋତେ, ତାହା ଶୁଣିବାକୁ ଶ୍ରଦ୍ଧା ଜନ୍ମିଛି ମୋ ଚିତ୍ତେ। ପରାଶର ଉବାଚ,
ଯାହା ପୁଛା କଲ ମୋତେ ହେ ମୈତ୍ରେୟ ଋଷି, ତାହା କହୁଅଛି ଶୁଣ ସାବଧାନେ ବସି। ସ୍ୱୟଂ ଯେହୁ ସୃଷ୍ଟିକର୍ତ୍ତା ବ୍ରହ୍ମା ପ୍ରଜାପତି, ଶୁଣ ହେ ବୈରିକ ତୁମ୍ଭେ ବଚନ ମୋହର। ପ୍ରଜା ବୃଦ୍ଧି ଲାଗି ପ୍ରାଣ ପଣେ ଚେଷ୍ଟା କର। ଏସନ ବ୍ରହ୍ମାଙ୍କ ଆଜ୍ଞା ଶୁଣିଲେ ସେ ଯହୁଁ, ସୁପୁତ୍ର ପ୍ରଚେତା ଗଣ କହିଲେ କତହୁଁ। ପ୍ରଜାଙ୍କର ବୃଦ୍ଧି ପାଇଁ ମିଳିଣ ସକଳେ, ଯେହ୍ନେ ବଢ଼ିବେ ପ୍ରଜାଏ ଏହି ଭୂମଣ୍ଡଳେ। ପରାଶର ଉବାଚ ପିତୃ ଆଜ୍ଞା ଶିରେ ଘେନି ସେ ପ୍ରଚେତା ଗଣ, ତଥାସ୍ତୁ ବୋଲିଣ କଲେ ସମ୍ମତି ଗ୍ରହଣ। ବିନୟରେ ହସ୍ତ ଯୋଡ଼ି ପିତାଙ୍କର ପ୍ରତି, ବୋଇଲେ କହନ୍ତୁ ପିତା ଆମ୍ଭଙ୍କୁ ଝଟତି। ପ୍ରଜାକୁଳ ବୃଦ୍ଧି ହେବେ କଲେ କେଉଁ କର୍ମ, ସଂଶୟ ଫିଟାଇ ପିତା କୁହନ୍ତୁ ସେ ମର୍ମ। ପ୍ରଚେତା ମାନଙ୍କ ମୁଖୁ ଏ ବଚନ ଶୁଣି, ଆନନ୍ଦିତ ହୋଇ ସେ ଯେ କହିଲେ ବାଣୀ। ପିତବାଚ ବରଦାୟକ ବିଷ୍ଣୁଙ୍କୁ ଆରାଧନା କର, ନିଃସଂଶୟରେ ମାନସ ଭକତି ଆଚର। ଆପଣାର ଇଷ୍ଟ ବସ୍ତୁ କରନ୍ତୁ ଅର୍ଜନ, ଅନ୍ୟଥା ନୁହଁ ଏହା ଆହେ ପୁତ୍ରଗଣ। ଏଣୁ ଭକ୍ତି ଚିତ୍ତେ କର ବିଷ୍ଣୁ ଆରାଧନା, ପୂର୍ଣ୍ଣ କରିବେ ଶ୍ରୀହରି ମନର ବାସନା। ଏଥି ନିମନ୍ତେ ଭାବନା କର କାହିଁ ପାଇଁ, ସଫଳ କରିବେ କାର୍ଯ୍ୟ ଜଗତ ଗୋସାଇଁ। ପରାଶର ଉବାଚ ତହୁଁ ସେ ପ୍ରଚେତା ଗଣ ପିତୃବାକ୍ୟ ଶୁଣି, ମନ ମଧ୍ୟ ଆନନ୍ଦିତ ହେଲେ ତତ୍କ୍ଷଣି। ସକଳେ ସମୁଦ୍ର ନୀରେ ନିମଗ୍ନ ହୋଇ, ଆରମ୍ଭିଲେ ଘୋର ତପ ମନ ପ୍ରାଣ ଦେଇ। 10 ସହସ୍ର ବର୍ଷ କଲେ କଠୋର ସାଧନ, ତାଙ୍କ ଭକ୍ତି ବଳେ ବିଷ୍ଣୁ ଦେଲେ ଦର୍ଶନ। ମୈତ୍ରେୟ ଉବାଚ ଆହେ ଗୁରୁଦେବ ମୋତେ କହନ୍ତୁ ବୁଝାଇ, ସେ ପ୍ରଚେତା ଗଣ ସିନ୍ଧୁ ଜଳ ମଧ୍ୟରେ ରହି, ଯେଉଁ ପରିସ୍ତବ କରିଥିଲେ ବିଷ୍ଣୁଙ୍କର। ଶୁଣିବା ପାଇଁ ସେ ସ୍ତବ ମନ ବଳେ ମୋର। ପରାଶର ଉବାଚ ହେ ମୈତ୍ରେୟ ସେହି ସ୍ତବ ଶୁଣିବାର ପାଇଁ, ଶ୍ରଦ୍ଧା ବଳାଇଲ ଯେବେ ଶୁଣ ମନ ଦେଇ। ବିଷ୍ଣୁ ଗଣ ପ୍ରାଣ ହୋଇ ପ୍ରଚେତା ସରବ, ଏମନ୍ତ ପ୍ରକାର ସେହି କରିଥିଲେ ସ୍ତବ। ପ୍ରଚେତା ଉଚୁ ହେ ଅନନ୍ତ ହେ ଅଚ୍ୟୁତ ଦେବ ମହେଶ୍ୱର, ହେ ଆଦି ଅନାଦି ପରମ ବ୍ରହ୍ମ ବିଶ୍ୱମ୍ବର। ହେ ତ୍ରୈଲୋକ୍ୟ ଚିନ୍ତାମଣି ଶ୍ରୀ ମଧୁସୂଦନ, ଆମ୍ଭମାନଙ୍କର କୋଟି ନମସ୍କାର ଘେନ। ହେ ପ୍ରଭୁ ବ୍ରହ୍ମ ମୂରତି ସର୍ବ ଅନ୍ତର୍ଯ୍ୟାମୀ, ଆମ୍ଭ ନମସ୍କାର ବାରେ ଘେନ ବିଶ୍ୱସ୍ୱାମୀ। ହେ ଅରୂପ ହେ ସ୍ୱରୂପ ନିତ୍ୟ ନିରଞ୍ଜନ, ଆମ୍ଭ ନମସ୍କାର ଘେନ ଭୁବନ ମୋହନ। ହେ ଅଭୟ ବରପ୍ରଦ ସର୍ବଦେବମୟ, ହେ ସର୍ବଭୂତାତ୍ମା ହରି ସବୁରି ଆଶ୍ରୟ।
हे परमात्मा महातेज हे सारंग पाणी आम्भमानंक प्रणाम घेन सौम्य ठाणी हे अव्यय पुरुष हे अनादि निधान हे जगत विभुलोका ध्यक्ष नारायण हे सृष्टि स्थिति प्रलय कारी महाताप हे पुंडरीक नयन प्रभु विश्वरूप हे सहस्र मूर्धा सहस्राक्ष बक्षधर आम्भमानंक प्रणाम घेन सर्वेश्वर आहे विराट पुरुष कारण करता हे श्री गर्भ हे गहन विश्व पिता माता हे उपेन्द्र हे बामन हे धरणी धर हे सिद्धिद बुद्धिद हे महामहेश्वर हे अतुल अनुकूल सौरी बलवंत आम्भमानंक प्रणाम घेन हे अनंत पराशर उवाच एमंत स्तव करन्ते से प्रचेता गण प्रसन्ने दर्शन देई प्रभु नारायण बिहिले अभयवर कमला विलास मोचन हेला प्रचेता मानंकर क्लेश गरुड़ आसने विजे देव विश्वनाथ देखि प्रचेताए कले भावे प्रणिपात सेहि काले से मानंकु श्री मधुसूदन बोइले की इच्छा वर माग हे बहन तुम्भ मानंकर तपे संतोष मोहोई आसिली एठाकु बर जाची देवा पाई अभिलाष मते मते मागी घेन बर पूरण करिबी बांछा तुम्भ मानंकर प्रचेता माने हरिंकी देखिण नयने भक्ति रे पूजिले पाद आनंदित मने पितृंक आदेशे प्रजा वृद्धिर कारण प्रसन्नमय हरिंकु कले निवेदन ताहांक प्रार्थना शुणी दयामय हरि तथास्तु कही चलिले आपणा नबरी बर लाभ करी तहु से प्रचेता गण जल मध्यरु उठिले आनंद होइना जय प्रभु नारायण भकत वत्सल क्षेत्र मोहन को आश्रा दियो आदि मूल इति श्री महाविष्णु पुराणे प्रथम खंडे प्रचेतासम तपस्याकरणं नाम चतुर्दश अध्याय पंचदश अध्याय प्रचेता मानक परिणय कथन कंडुमुनि उपाख्यान एवं दक्षଙ୍କ द्वारा मैथुन धर्मे प्रजावृद्धि पराशर उवाच महामुनि पराशर मैत्रेयଙ୍କୁ चाहि बोइले आन चरित शुण मन देई जेउ काले जले पशी से प्रचेता गण आरंभिले घोर तप चिंती नारायण सेहि काले से प्राचीन बहक नृपति प्रचेता मानंक पिता जेवण अटंती नारदंक मुखु शुणी ज्ञान तत्ववाणी तपस्या निमंते बने चलिले से क्षणी राजा बिने राज्य केबा करिब शासन से कारणु अराजक हेला राज्यमान
ଶାସନ ଭାବେ ଯେତେ ଥିଲେ ପ୍ରଜାକୁଳ, କ୍ରମେ କ୍ରମେ କ୍ଷୟ ହୋଇ ଗଲେ ସେ ସକଳ। ଶୂନ୍ୟ ହୋଇଗଲା ଯେଣୁ ପ୍ରଜାଙ୍କ ଆଳୟ, ପ୍ରଜା ଅଭାବେ ଧରଣୀ ହେଲା ବନମୟ। ବୃଦ୍ଧି ହୋଇ ବେଳୁ ବେଳ ମହୀରୁହ ଗଣ, ଅରଣ୍ୟେ ବସୁମତୀ କି କଲେ ଆବରଣ। ଅବଶିଷ୍ଟ ପ୍ରଜାମାନେ ଥିଲେ ଯେତେ ରହି, ଥୋକେ ପରାଣ ତେଜିଲେ ଛଟପଟ ହୋଇ। ମହା ମହା ତରୁଗଣ ଗଗନ ଆବୃତ, ଦୁର୍ଜୟରଣ୍ୟେ ପୁନଃ ହେତୁ ଧରା ମାତ। ନ ବହିଲା ପବନ ଯେ ଗତି ଶକ୍ତି ହୋଇ, ନ ପାରିଲେ ଶ୍ୱାସ ତ୍ୟାଗ କରି ପ୍ରଜା କେହି। ଅଳପ ନୁହଁ 10 ସହସ୍ର ବର୍ଷ ଯାଏ, ଅତି କଷ୍ଟରେ ରହିଲେ ଥକାଏ ପ୍ରଜାଏ। ଯେଥିଲେ ସେ କଲବଲ ହେଲେ ମଲା ପରି, ଚଳିବା ଶକ୍ତି ରହିଲା ନାହିଁ ଯେ କାହାରି। ପ୍ରଚେତା ଗଣ ସରବେ ତପସ୍ୟାରୁ ଆସି, ଦେଖିଲେ ପରିଦଶା ରାଜ୍ୟରେ ପ୍ରବେଶୀ। ତହୁଁ ସେମାନେ ମନରେ ହୋଇ କ୍ରୋଧ ଭର, ବିହିତ ଉପାୟ ଚିନ୍ତା କଲେ ସେ ସତର। ନିଜ ନିଜ ମୁଖୁ ଅଗ୍ନି ବାୟୁ ସୃଷ୍ଟି କଲେ, ବାୟୁ ବଳେ ସେହି ବୃକ୍ଷ ମାନଙ୍କୁ ଟାଳିଲେ। ଅଗ୍ନି ଯୋଗେ ବୃକ୍ଷ ମାନ କଲେ କଦହନ, ଏମନ୍ତ ପ୍ରକାରେ ବୃକ୍ଷ ହେଲେ ନିଶୋଧନ। ତହୁଁ କିଛି ଅବଶିଷ୍ଟ ରହି ଯାଇଥିଲା, ଉଦ୍ଭିଦ ମାନଙ୍କ ପ୍ରତି ସୋମ ଦେଖାଦେଲା। ବୃକ୍ଷରାଜ ସେ ଘଟଣା ବିଲୋକନ କରି, ବ୍ରହ୍ମାଙ୍କ ନିକଟେ ଯାଇ କଲା ସେ ଗୁହାରି। ପୁଣି ସେହି ସୋମଦେବ ଉପସ୍ଥିତ ହୋଇ, ପ୍ରଚେତା ମାନଙ୍କୁ ଭଲେ ଏମନ୍ତ କହଇ। ଆହେ ସର୍ବ ରାଜା ଗଣ ମୋ ବଚନ ଶୁଣ, ଏ ବିଷମ କ୍ରୋଧ ମନୁ କର ସମ୍ବରଣ। ମୋର କଥା ମାନି ତୁମ୍ଭେ ସ୍ଥିର କରି ମତି, ବୃକ୍ଷଙ୍କ ସହ ମୁଁ ସନ୍ଧି କରିବି ଝଟତି। ଏହି ଯେ ଦେଖୁଛ କନ୍ୟା ସୁନ୍ଦରୀ ରତନ, ଏହାର ତତ୍ତ୍ୱ ଶ୍ରବଣ କର ନୃପଗଣ। ବୃକ୍ଷଙ୍କ ଠାରୁ ଏ କନ୍ୟା ସୃଜିଛି ବିଧାତା, ସ୍ୱରୂପ ସୌନ୍ଦର୍ଯ୍ୟ ଏ ଯେ ତ୍ରିଭୁବନ ଜିତା। ଜ୍ୟୋତ୍ସ୍ନା ବଳେ ଏହାକୁ ମୁଁ ଯତ୍ନେ ବଢ଼ାଇଛି, ଏହାର ନାମ ମାରିଖି ଅବିବାହୀ ଅଛି। ତୁମ୍ଭେମାନେ କର ଶୁଭେ ପରିଣୟ ଏବେ, ଏହି କନ୍ୟା ଠାରୁ ବଂଶ ନିଶ୍ଚୟ ବଢ଼ିବେ। ତୁମ୍ଭମାନଙ୍କର ଅର୍ଦ୍ଧ ତେଜ ସହିତରେ, ମୋର ଅର୍ଦ୍ଧ ତେଜ ମିଶି ଏ ଦୁଇ ତେଜରେ। ଏ କନ୍ୟା ଗର୍ଭରୁ ଯେଉଁ ପୁତ୍ର ହେବ ଜାତ, ଦକ୍ଷ ପ୍ରଜାପତି ନାମେ ହୋଇବେ ବିଦିତ। ସେହି ଦକ୍ଷ ଠାରୁ ପ୍ରଜା ଗଢ଼ିବେ ସଂସାରେ, ଶୁଣ ଏବେ କନ୍ୟାର କାହାଣୀ କି ଧୀରେ। ମହର୍ଷି କଣ୍ଡୁଙ୍କ କନ୍ୟା ଏ ଚନ୍ଦ୍ରମା ମୁହିଁ, ଅତି ରୂପବତୀ ଅତି ଗୁଣବତୀ ଏହି। କିପରି କଣ୍ଡୁଙ୍କ କନ୍ୟା ହେଲା ଏ ଯୁବତୀ,
हे प्रचेता गण ताहा शुण डेरी श्रुति। महर्षि कंडू उपाख्यान। पराशर बोइले क शुण ऋषि मणि, कंडू ऋषिंक चरित अपूर्व कहानी। प्रचेता गणंकु वृक्ष राज कहे चाही, कन्यार पियर कंडू प्रसंग फिटाई। महर्षि श्रेष्ठ कंडूंक रजे उपाख्यान, परम पवित्र हृदय उपजाए ज्ञान। पूर्व काले थिले ही ऋषि महात्मा, वेद वेदांग आदि रे प्रकाशी महिमा। सर्वशास्त्रे निपुण से परम महत, महातेजवान जेने देवता साक्षात। दिने कंडू महाऋषि तपस्या निमंते, गोमती नदी तीरकु जाई शुद्ध चित्ते। दृढ़ आसन को स्थापी जपे रत हेले, क्रमे अविरत उग्र तपकु साधिले। घोर तपस्या गरु एहि ऋषि बर, अत्यंत भल पाइले स्वर्गे सुनासीर। कंडू ऋषिंक तपस्या विघ्न करिबारे, त्रस्त होई वेदपति विचारी मनरे। प्रम्लोचना में अप्सरांकु से जेराई, ऋषिंक पाखकु देले चंचले पठाई। अपूर्व सुंदरी से जे माया रे मोहिनी, प्रवेशिला जहु तपे थिले कंडू मुनि। नाना रूपे अंग भंगी छटा देखाइला, से लज्जाहीन मुनिंक मन को मोहिला। कंडू ऋषि से अप्सरा माया रे पड़िले, निजर उग्र तपस्या तक्षणे छाड़िले। मत हेले काम भोले तेड़े बड़ ऋषि, आयत कला सोजले अप्सरा रूपसी। मंदर पर्वत तले मनोहर स्थान, सेहि ठाबरे रहिले जाइबे निजन। तप आचरिबा विधि सिद्धि केणे गला, काम केळीर से कंडू मन भोल हेला। सेहि रमणीर संगे रतिर से माती, पटाइले कसत वर्षत से जति। अहरह हेले ऋषि कामरे बिहोळ, कामर से ध्यान ज्ञान रहिला केवल। जप तप दूर करी मातिर तीर से, रात्र दिवा कटाइले अत्यंत हरसे। रतिर सबिनु कंडू न जानती आन, प्राणरु अधिक अटे अप्सरा रतन। एहिपरि महानंदे काटुथांती काल, कि कहिबी तांकु जाहा घोटिला जंजाल। स्मरण भजन सबु लागिला अड़ुआ, आउ न होइले ऋषि से वेद पड़ुआ। एक दिन करे सेहि अप्सरा सुंदरी, आपना मन मध्यरे भाबी चिंती करी। कहिला कंडू ऋषिंकु करी न छलना, मोर कथा शुण एबे ऋषि महामना। बहुदिन हेलासी मुहि धरा भागे,
ଆପଣଙ୍କ ସଙ୍ଗେ ମାତି ଭଲ କାମଲ ରଙ୍ଗେ। ଏବେ ମୋହର ହେଉଛି ଅତିଶୟ ମନ, ଦେବଲୋକକୁ ଯିବାକୁ ଆହେ ତପୋଧନ। କୃପା କରି ଏ ଦାସୀକୁ ଦିଅନ୍ତୁ ମେଲାଣି, ଏତିକି ମିନତି କରେ ଆହେ ଋଷିମଣି। ଅଧିକ କି ଜଣାଇବି ହେ ପରାଶନାଥ, ଦିଶି ଯାଉଅଛି ମୋତେ ସେହି ସ୍ୱର୍ଗ ପଥ। ଏଣୁ ତୁମ୍ଭ ପାଶେ ମୁହିଁ କରେ ନିବେଦନ, ଆଜ୍ଞା ଦେଲେ ଚଳିଯିବି ସ୍ୱର୍ଗ ଭୁବନ। ସେ ଅପ୍ସରୀ ପ୍ରତି ଋଷି ଅତ୍ୟନ୍ତ ଆସକ୍ତ, କିପରି ବା ତାକୁ ପାଶୁ କରିଦେବେ ତ୍ୟକ୍ତ। ଅପ୍ସରୀ ବାଣୀ ଶୁଣି ଯେ କଣ୍ଡୁ ଋଷିବର, ଭାଳି ଭାଳି କହିଲେ ସେ ବଚନ ମଧୁର। ଆଗ ସଖୀ ଆଉ କିଛି ଦିନ ମୋ ସଙ୍ଗରେ, ରହ କି ନା କାମ କେଳି ସୁରତି ଢଙ୍ଗରେ। ରେ ପ୍ରାଣ ସଙ୍ଗାତ ତୋର ପ୍ରୀତିରେ ମୁଁ ବସ, ଛାଡ଼ିବାକୁ ତିଳେ ପାଶୁ ନବଳେ ମାନସ। ତହୁଁ ସେହି ଅପସରା ଋଷିଙ୍କ କଥାରେ, ଆହୁରି ସତେକ ବର୍ଷ ରହିଲା ସେଠାରେ। ତଦନ୍ତେ କହିଲା ପୁଣି ଅପ୍ସରୀ ସୁନ୍ଦରୀ, ଋଷିଙ୍କର ନିକଟରେ ସବିନୟ କରି। ରହି ନ ପାରିବି ଆଉ ଯିବି ସ୍ୱର୍ଗପୁର, ଆଦେଶ ଦିଅନ୍ତୁ ଦାସୀକୁ ଆହେ ଋଷିବର। ଅପ୍ସରୀ ମୁଖରୁ ଋଷି ଏ ବଚନ ଶୁଣି, ପୁନର୍ବାର କହିଲେ ସେ ଆରେ ପ୍ରାଣମଣି। ଆଉ କିଛି କାଳ ମୋହ ନିକଟରେ ରହ, ସ୍ୱର୍ଗପୁର ଯିବାକୁ ମନ ନ ବଳାଅ। ତୋର ଚନ୍ଦ୍ରମୁଖ ଗୋଟି ଦେଖି ମୁଁ ନୟନେ, ଅପୂର୍ବ ଆନନ୍ଦ ଭୋଗୁ ଅଛି ଏହି ସ୍ଥାନେ। ତୁମ୍ଭେ ଯେ ମନକୁ ମୋର ନେଇଅଛ କିଣି, ମୂର୍ଚ୍ଛି ଦେଇ ନ ପାରିବି ରେ ପ୍ରାଣ ମିତଣି। ଋଷି ବାକ୍ୟ ସେ ଅପ୍ସରୀ ଆଉ କି କରିବ, ଏତେ ବଡ଼ ସ୍ନେହ ଛାଡ଼ି କେଉଁ ପରି ଯିବ। ପୁଣି 7 ବର୍ଷ ଯାଏ ରହିଲା ସେ ବାଳା, ଯେଣୁ ଋଷି କରିଛନ୍ତି ତାଙ୍କୁ ଗଳା ମାଳା। ଋଷି ବାକ୍ୟ ସେ ଅପ୍ସରୀ କରିଲା ଭାବନା, ପ୍ରେମ ଭାଙ୍ଗିବାରେ ପୁଣି ଅତି ଦୁଃଖ ମନା। ଛାଡ଼ି ଯିବାକୁ ଋଷିଙ୍କୁ ନାହିଁ ତ ଉପାୟ, ସାପ ଦେବେ କାଳେ ତାକୁ ଅଛି ଏହି ଭୟ। ସହଜେ ତ ଋଷି ତାର କାମ ବିନିଷ୍ଟ ଚିତ୍ତ, ନୀତି ନବ ନବ ଭାବ ପ୍ରେମରେ ମୋହିତ। ଅପ୍ସରୀ ଦିଶଇ ତାଙ୍କୁ ଅତୁଳ ସମ୍ପତ୍ତି, ଅନବରତରେ କୋଳେ ଧରି ବସିଥାନ୍ତି। ତୋଷୁଥାଏ ତାଙ୍କ ମନ ଅପ୍ସରା ସୁନ୍ଦରୀ, ପର୍ଣ୍ଣଶାଳା ମଣି ଥାନ୍ତି ସ୍ୱର୍ଗ ସୁଖ ପରି। ଦିନକ ନିମିଷେ ପରି ଲାଗୁଥାଏ ତାଙ୍କୁ, ଚିତ୍ତନ ବଳଇ କେବେ ପାଶୁ ଛାଡ଼ିବାକୁ। ଦୁର୍ଜୟ କାମ ମାଦକ କିବା କି କରଇ, ଯେଣୁ ଋଷି ନିରନ୍ତରେ ବାଳା ସଙ୍ଗେ ବାଇ। ଅପସରୀଙ୍କିର ମିଲେ 200 ବରଷ, ତେବେ ହେଁ ତାହାଙ୍କ ମନ
ন হইলা ତୋଷ। ଋଷି ମୋହିନୀ ଅପ୍ସରା ମାୟାକୁ ହୁକିନି, ସେ ଋଷିଙ୍କ ଅହରହ ଜୀବନ ସଙ୍ଗିନୀ। ଏହି ରୂପେ ପୁଣି ଏକ 7 ବର୍ଷ ଗଲା, ଏଥୁ ଅନ୍ତେ ଶୁଣ ଯେଉଁ ଘଟଣା ଘଟିଲା। ଦିନେ ଋଷି ଏକା ଯାନ୍ତେ ତେଜି ପୂର୍ଣ୍ଣ କୁଟି, ଯେଣେ ଯାଅ ବୋଲି ପୁଛେ ଅପସରା ମୋଷ୍ଠୀ। ଋଷି ବୋଇଲେ ହେଲାଣି ଦିବା ଅବସାନ, ଶୁଭେ ମୁହିଁ କରିବଇ ସନ୍ଧ୍ୟା ଉପାସନ। ହାନି ହେଲେ ନିତ୍ୟ କର୍ମ ଦେବ କ୍ରିୟା ଲୋପ, ଏଣୁ ଯାଏ ଆଚରିବି ସେ କାର୍ଯ୍ୟକଳାପ। ଋଷିଙ୍କ ମୁଖୁ ଏ ବାଣୀ ଶୁଣିଣ ଅପ୍ସରୀ, ବୋଇଲା ତାହାଙ୍କୁ ଅତି ତୁଷ୍ଟେ ଛଳ କରି। ଆଜି କିହେ ତୁମ୍ଭ ଦିବା ଅବସାନ ହେଲା, ବହୁ କାଳ ପରେ ଦିନେ ମଣିଲ ତ ଭଲା। ବୋଲୁଛ କରିବି ଯାଇ ସନ୍ଧ୍ୟା ଉପାସନା, ଶୁଣି ପ୍ରାଣୀଏ ବିସ୍ମୟ ହେବେ ମହାମନା। ମୁନିରୁବାଚ ଅପସରା ବଚନକୁ ଶୁଣି ଋଷିବର, ବୋଇଲେ କି କଥା ତୁମ୍ଭେ କୁହ ମୋ ଆଗର। ରେ ସୁନ୍ଦରୀ ପ୍ରାତ କାଳେ ଏହି ନଦୀ କୂଳେ, ଆସି ମିଳିଲ ମୋହର ଏ ଆଶ୍ରମ ସ୍ଥଳେ। ଦେଖି ତୁମ୍ଭଙ୍କୁ ପରମ ଆନନ୍ଦ ହୋଇଲି, ମାତ୍ର କିଛି କ୍ଷଣ ତୁମ୍ଭ ସଙ୍ଗେ ବିତାଇଲି। ଦେଖୁ ଦେଖୁ ଦିବା ଆସି ଅବସାନ ହେଲା, ସନ୍ଧ୍ୟା କାଳ ଏହି କ୍ଷଣି ପ୍ରବେଶ ହୋଇଲା। ମୋତେ ଉପହାସ ବାଣୀ ଭାସୁଛ କାହିଁକି, ସତ୍ୟ କହ ଆଉ କିସ ଜାଣୁ ଚନ୍ଦ୍ରମୁଖୀ। ପ୍ରମ୍ଳଚ ଉବାଚ ଏ ବାଣୀ ଶୁଣି ବୋଲଇ ପ୍ରମ୍ଳତା ସୁନ୍ଦରୀ, ମୁଁ କିବା କହିବି ଆଜ ସେ କଥା ବିଚାରି। ତୁମ୍ଭ ପକ୍ଷେ ଅଦ୍ୟ ସିନା ଆସିଅଛି ମୁହିଁ, କହୁଅଛି ସାୟଂକାଳ ଅସ୍ତ ଦିନ ସାଇଁ। କେତେ 7 ବର୍ଷ ଆସି ବିଗତ ହେଲାଣି, ମୋର ମନ ମଧ୍ୟେ ରଖିଛି ମୁଁ ଗଣି। ତୁମ୍ଭ କହିବାର କଥା ମଣେ ମିଥ୍ୟା ପ୍ରାୟ, ଜାଣି ନ ପାରୁଛ କିଛି ଆହେ ମହାଶୟ। କହିବା କଥା ମୋହର ନୁହେଁ ଉପହାସ, ସତ୍ୟ କହୁଅଛି ବୁଝ ଆପଣା ମାନସ। କାମ ମାଦକେ ମତୁଲେ କରିଣର ମଣ, 7 ବରଷକୁ ଦିନଟାଏ ମଣ। ସୋମ ଉବାଚ ଋଷିଙ୍କି ଅପ୍ସରୀ ଯହୁଁ କହିଲା ଏପରି, ପଚାରିଲେ ଋଷି ତାକୁ କଥା ଛଳ କରି। କହ ଗୋ ସୁନ୍ଦରୀ ମଣି ସଂଶୟ ଫିଟାଇ, ମୋ ସଙ୍ଗରେ ବିଳସିଲୁ କେତେ ଦିନ ତୁହି। ମୁହିଁ ତ ତୋହର ତୁଲେ ହୋଇବି ମୋହିତ, କେତେ କାଳ କଟାଇଲି ମୋତେ ତା ଅଜ୍ଞାତ। ପ୍ରମଳଚ ଉବାଚ ଅପ୍ସରା ବୋଇଲା ଶୁଣ ଆହେ ଋଷିମଣି, 97 ସମ୍ବତ୍ସର ବିଗତ ହେଲାଣି। ମୁହିଁ ଆଜି ଯଥାର୍ଥରେ କଲି ହେ ଗମନ, 987 ବର୍ଷ ଅନ୍ତେ ପୁଣ। 6 ମାସ 3 ଦିନ ଆଜକୁ ହୋଇଲା, ମୋର ସଙ୍ଗେ ରତି ରଙ୍ଗେ
ତୁମ୍ଭ ଦିନ ଗଲା। आहे जति मो भारती खियाल न मण। सत्य कहू अछि तुम्भ हृद मध्य गुण। जहु एसन वचन अप्सरी कहिला। तहु ऋषिंकर हृदे वेदना जन्मिला। आपणा को पुनः पुनः धिक्कारी बहुत। कहिले दुख प्रकाशी शिरे देई हस्त। ऋषिवाच ए कथा सत्य कि मिथ्या आगो नारीश। मु जाने तो संगे थिली गोटिए दिवस। एते काल गत आजी हेला ता कहिलु। मोहर मनरे बड़ संशय बिहिलु। प्रम्लचा उवाच हे सुकृत करणेच्छ तुम्भ श्री छामुरे। काहिंकी मिछ कहिबि केउ साहसरे। प्रकृत कथा कहिली हेतु कर चिते। न विचारी उपहास बोलो हे किंचिते। ऋषिवाच अप्सरा मुखुए सन वचन कुशुणी। ନିଜକୁ ବହୁଧିକାର କଲେ ଋଷିମଣି। ଆପଣାର କପାଳକୁ ନିନ୍ଦିଲେ ସେ ଋଷି। ବେଳୁ ବେଳ ଅନୁତାପ ନିରେ ଗଲେ ଭାସି। ବୋଇଲେ ଆହା ମୁଁ କେଡ଼େ ମନ୍ଦ କର୍ମ କଲି। ଜଳନ୍ତା ନିଆଁରେ ଜାଣି ଶୁଣି ଝାସ ଦେଲି। ମୋର୍ଜିତ ଦୁଷ୍କର୍ମରେ କେବା ହେବ ଭାଗୀ। ସର୍ବତପ ନଷ୍ଟ କଲି ରମଣୀଟା ଲାଗି। କାହାକୁ କହିବି ଏହା ମୋର୍ଜିଲା କର୍ମ। ହରାଇଲି ବିଦ୍ୟା ବୁଦ୍ଧି ହରାଇଲି ଧର୍ମ। ବ୍ରହ୍ମ ତ ହାରି ବସିଲି ମୁହିଁ ଅକାରଣେ। ସଂସାରେ ନିନ୍ଦିବେ ମୋତେ ସୁବ୍ରହ୍ମଜ୍ଞ ଗଣେ। ମୋ ପାଇଁ ଏ ଯୁବତୀ କି କଲା କେବା ସୃଷ୍ଟି। ଫୁଟାଇ ଦେଲା କେ ଅବା ମୋର ଜ୍ଞାନ ଦୃଷ୍ଟି। ଆତ୍ମା ବିଜୟୀ ମୁଁ ଥିଲି ମୋ ମତି ହରିଲା। କେବା ମୋତେ କୁପଥେ ଗତି କରାଇଲା। ଧିକ ସେ କାମ ନର୍କକୁ ଧିକ ଶସ୍ତ୍ରବାର। ମୋ ବ୍ରହ୍ମଚର୍ଯ୍ୟପଣକୁ କଲା ଛାରଖାର। କି ଦୁର୍ଯୋଗେ ପଡ଼ି ମୁହିଁ ହେଲି ଜ୍ଞାନ ଭ୍ରଷ୍ଟ। କେତେ ବା ନିନ୍ଦିବି ତୋତେ ରେ ମନ୍ଦ ଦୃଷ୍ଟ। କୁସଙ୍ଗ ଦୋଷରେ କାମେ ମାତିଲି ମୁଁ ଭଣ୍ଡ। ବଳେ ବଳେ ଆଚରିଲି ନରକର କୁଣ୍ଡ। ଦେବ ଧର୍ମ କର୍ମ ବ୍ରତ ଆଦି ନଷ୍ଟ କଲି। ଭୀଷଣ ଦୁଷ୍କୃତ ମାନ କେତେ ଅରଜିଲି। ସେ ମହାଧର୍ମଜ୍ଞ ଋଷି ବର ଏହିପରି। ନିଜକୁ ନିଜେ ଅନେକ ନିନ୍ଦାବାଦ କରି। ପୁନଃ ପୁନଃ ବହୁବାର କରିଣ ବିଳାପ। ଆଣିଲେ ମନ ମଧ୍ୟରେ ମହା ଅନୁତାପ। ବହୁ ତିରସ୍କାର କରି କର୍କଶ ବଚନେ। କହିଲେ ଅପସରିକି କ୍ରୋଧ ବହି ମନେ। ଲୋ ନିର୍ଲଜ୍ଜି ଅପସରି କି କଲୁ ତୁ ମୋତେ। ଏ ଦାଉ ସାଧିଲୁ ଦୁଷ୍ଟା ଆସିକି ନିମନ୍ତେ। କୌଶଳ କରି ତୁ ଆସି ଏ ମୋର ଆଶ୍ରମେ। କରାଇଲୁ ସର୍ବନାଶ ମୋ ଜାଇଣ କାମେ। ଲୋ ପାପିନୀ ଆଉ ଦଣ୍ଡେ ଏଥି ତୁ ନ ରହ। ତୋ ମନ ଇଚ୍ଛାରେ ତୁହି ଯହିଁ ତହିଁ ଯାଅ।
ଜାଣିଲି ଏବେ ଇନ୍ଦ୍ରର ଆଦେଶେ, ସାଧିଲୁ ତାହାର କାର୍ଯ୍ୟ ଆସି ମୋର ପାଶେ। ପ୍ରାଣପଣେ ଲାଗି ବସ କଲୁ ମୋର ମନ, କାମ କ୍ରୀଡ଼ାରେ ପଡ଼ି ମୁଁ ହରାଇଲି ଦିନ। ଆଉ ତୋତେ ନ ଚାହିଁବି ଦୃଢ଼ପଣ ମୋର, ଶୀଘ୍ର ଏ ସ୍ଥାନରୁ ମୁଢ଼ା ହୋଇଯାଅ ଦୂର। ଲବେ ମାତ୍ର ନିକଟେ ଆଉ ତୁ ନ ରହ, ମୋର ଏ ତପସ୍ୟା ସ୍ଥାନ ଛାଡ଼ି ଚାଲି ଯାଅ। ମହାକ୍ରୋଧେ ଅନଳରେ ନ ଦହିବି ତୋତେ, ଯେଣୁ ବଞ୍ଚିଲି ମୁଁ ବହୁ କାଳ ତୋ ସଙ୍ଗତେ। କି ଦୋଷ ତୋହର ବା ବାଛିବି ଯେ ମୁହିଁ, ବୃଥା ତୋହ ପ୍ରତି କୋପ କରିବି କିମ୍ପାଇଁ। ସଂଯତ ହି ନ ହୋଇଲି ମୁହିଁ ଯେଣୁ କରି, ସେ ହେତୁ ସନ୍ତାପ ପ୍ରାଣେ ଉଦ୍ଭବ ମୋହରି। ଇନ୍ଦ୍ର ଆଜ୍ଞା ପାଇ ତୁହି ଆସି କୌଶଳେ, ନଷ୍ଟ କଲୁ ମୋ ତପସ୍ୟା ଛଟା ଭଙ୍ଗି ଛଳେ। ଆଚରିଲୁ ଏ ନିନ୍ଦିତ କର୍ମ ମୋହ ପ୍ରତି, ଏଣୁ ଧିକ୍କାରୁଛି ତୋତେ ନ ରହ ତୁ ଏଥି। ଆଉ ଅଧିକ ମୋ ମନେ ସନ୍ତାପ ନ ଦିଅ, ସଦୟ ହୋଇ ଚଞ୍ଚଳ ଯଥାସ୍ଥାନେ ଯାଅ। ସୋମବାଚ ଏହା କହନ୍ତେ ବାଳାକୁ ସେ ଋଷି ପ୍ରବର, ସ୍ନେହରେ ତା ଅଙ୍ଗ ହୋଇ ଗଲା ଜର ଜର। ଅତି ଭୟରେ ଅପ୍ସରା କମ୍ପିଣ ଉଠିଲା, ପଳାଇ ଯିବାକୁ ପୁଣି ତର ତର ଦେଲା। ଋଷିଙ୍କ ଭତ୍ସନା ବାକ୍ୟେ ସନ୍ତାପିତ ହୋଇ, ତ୍ୟାଗ କଲା ସେ ଆଶ୍ରମ ଅତି ଦୁଃଖ ବହି। ଆକାଶ ମାର୍ଗେ ଚଞ୍ଚଳ କଲା ସେ ଗମନ, ଅଭିଶାପ ଭୟେ ମନ ହୁଏ ଛନ ଛନ। ଶୂନ୍ୟ ପଥେ ଯେତେବେଳେ ଗତି ଆରମ୍ଭିଲା, ତାହାର ଦେହରୁ ଯେଉଁ ଘର୍ମ ବହୁଥିଲା, ସେହି ସ୍ୱେଦ ବିନ୍ଦୁ ତରୁ ପଲ୍ଲବ ଉପରେ ଟୋପା ଟୋପା ହୋଇ ଖସି ପଡ଼େ ଧାତିକାରେ। ପାଦ ଶିଖରେ ଥିଲା ଯେ କୋମଳ ପତ୍ର, ପୋଛି ଦେଲା ସ୍ୱେଦ ବାଳା ତହିଁରେ ସୋଗାତ୍ର। ବୃକ୍ଷରୁ ସେ ବୃକ୍ଷାନ୍ତର ଟପି କରି ଯାଏ, ଏହି ମତେ ଅପସରା ଗମନ ବଢ଼ାଏ। ଋଷିଙ୍କ ବୀର୍ଯ୍ୟାତା ଗର୍ଭେ ସ୍ଥିତ ହୋଇଥିଲା, ସ୍ୱେଦାକାରେ ରଜସହ ପତିତ ହୋଇଲା। ଗର୍ଭସ୍ଥିତ ସେହି ରଜ ବୀର୍ଯ୍ୟ ବୃକ୍ଷମାନେ, ଧାରଣ କଲେ ସେ କାଳେ ବୁଝ ନିଜ ମନେ। ଯହୁଁ ଗ୍ରହଣ କଲେ ତା ସର୍ବତରୁ ଗଣ, ବାୟୁ ଯୋଗେ ହେଲା ଗର୍ଭେ ଏକତ୍ର ମିଳନ। ମୋର ସୁଧା ତେଜ ବଳେ ପରିପୁଷ୍ଟ ହୋଇ, ଅତ୍ୟନ୍ତ ସୌନ୍ଦର୍ଯ୍ୟ ଭରେ ବଢ଼ିଲା କଏହି। ତେଣୁ ଏ କନ୍ୟାର ନାମ ହୋଇଲା ମାରିସା, ସର୍ବଗୁଣେ ଅଳଙ୍କୃତ ନବଯୁବା ଯୋଷା। ବୃକ୍ଷମାନେ ତୁମ୍ଭ ପ୍ରତି ସନ୍ତୁଷ୍ଟ ହୋଇଣ, ଏହି କନ୍ୟାକୁ କରିଲେ ସର୍ବେ ସମ୍ପ୍ରଦାନ। ବୃକ୍ଷାଗ୍ର ଗର୍ଭ ସମ୍ଭୂତା ଏ ନବଯୁବତୀ, ଶୁଭକ୍ଷଣେ କାନନେ ହୋଇଛି ଉତ୍ପତ୍ତି। କନକ ବର ନାଏତ ପଙ୍କଜ ନୟନା,
ଦେଖି ଲଜ୍ଜିତ ହୋଇବେ ସ୍ୱର୍ଗେ ଦେବାଙ୍ଗନା। କ୍ରୋଧ ସମ୍ବରଣ କରି ସୁସ୍ଥ ହୁଅ ଏବେ। ବୃକ୍ଷମାନେ ତୁମ୍ଭଙ୍କୁ ଏ କନ୍ୟା ରତ୍ନ ଦେବେ। ଏହି ମତେ କନ୍ୟାଟି କଣ୍ଡୁ ଋଷିଙ୍କର। ନନ୍ଦିନୀ ଅଟଇ ପୁଣି ମୋର ମାରୁତର। ଆବର ପ୍ରମୋଚା କନ୍ୟା ବୋଲାଇଛି ଏହି। ଏଥିରେ ସଂଶୟ ତିଳେ ନ କର ହେ କେହି। ଏହାର ଜନକ କଣ୍ଡୁ ହୋଇ ତପ କ୍ଷୀଣ। ବିଷ୍ଣୁ ପୁରୁଷୋତ୍ତମ ସେ କଲେ କପ୍ରୟାଣ। ମହାଯୋଗୀ ବର ତହିଁ ଆସନ ପକାଇ। ଏକାଗ୍ର ଚିତ୍ତରେ ପୁଣି ଊର୍ଦ୍ଧ୍ୱବାହୁ ହୋଇ। ମନ ମଧ୍ୟେ ବିଷ୍ଣୁ ମନ୍ତ୍ର କରି କରି ଜପ। ଆରାଧିଲେ ବିଷ୍ଣୁଙ୍କୁ ସେ କରି ଉଗ୍ର ତପ। ବିଷ୍ଣୁ ଧ୍ୟାନେ ତତ୍ପର ହୋଇଛନ୍ତି ସେହି। ଆହେ ପ୍ରଚେତ ସେ ମନେ କିଛି ଭାବ ନାହିଁ। ପରାଶର ଉବାଚ ପ୍ରଚେତା ମାନଙ୍କୁ ସୋମ ଏପରି କହନ୍ତେ। ଅତି କୁତୁହଳୀ ହୋଇ ନିଜ ହୃଦ ଗତେ। ମାରିକ୍ଷାର ପୂର୍ବ କଥା ତାହାକୁ ପୁଛିଲେ। ଯହିଁରେ ସନ୍ଦେହ ମନୁ ଘୁଞ୍ଚିଯିବ ଭଲେ। ଋଷି ଉବାଚ ଋଷି ବୋଇଲେ ହେ ଶୁଣ ପଚେତେ ସଗଣ। କହୁଛି ମାରିକ୍ଷା ପୂର୍ବ ଜନ୍ମ ବିବରଣ। ଏହି ଯେ ମାରିକ୍ଷା କନ୍ୟା ଅତି ରୂପବତୀ। ପୂର୍ବ ଜନ୍ମରେ ଥିଲା ବଡ଼ ଭାଗ୍ୟବତୀ। ମହାସୁଖ ଭୋଗୁଥିଲା ରାଜା ରାଣୀ ହୋଇ। କେବଳ କୋଳରେ ପୁତ୍ର କନ୍ୟା ଥିଲେ ନାହିଁ। ଦୈବ ଯୋଗେ ସୁନ୍ଦରୀ ପତିହୀନା ହେଲା। ମନ ଦୁଃଖେ ବନେ ପଶି ବିଷ୍ଣୁ ଆରାଧିଲା। ଆଚରିଲା ଘୋର ତପ କରି ବିଷ୍ଣୁ ଧ୍ୟାନ। ଦର୍ଶନ ଦେଲେ ବିଷ୍ଣୁ ହୋଇଣ ପ୍ରସନ୍ନ। ପ୍ରାର୍ଥନା କଲାଏ ସତୀ ବିଷ୍ଣୁଙ୍କ ଚରଣେ। ଆପଣାର ଅଭିଳାଷ ପୂରଣ କାରଣେ। ସବିନୟ ବେନି କର ଯୋଡ଼ି ଭକ୍ତି ଭରେ। ମନ କଥା ଜଣାଇଲା ବିଷ୍ଣୁଙ୍କ ପୟରେ। ମୋର ମନ ବାଞ୍ଛା ପୂର୍ଣ୍ଣ କର ଦୟାମୟ। ଅଭୟ ପୟରେ ଥିବ ସଦା ମୋର ଲୟ। ଅଜନି ସମ୍ଭବା ହୋଇ ଲଭିବି ଜନମ। ପୂର୍ଣ୍ଣ କର ମନସ୍କାମ ହେ ପୁରୁଷୋତ୍ତମ। କୋଳେ ପ୍ରଣୟ ପତିଙ୍କ ପାଇବି ମୁଁ ଦେବ। ସେ ପତି ଯେପରି ତବ ଭକ୍ତ ହୋଇଥିବ। ପ୍ରଜାପତି ପରି ମୋର ହୋଇବ କୁମର। ଭୋଗିବି ନାହିଁ ମୁଁ କିଛି ଦୁଃଖ ନିରନ୍ତର। ସୋମ ଉବାଚ ସତୀର ବଚନେ ବିଷ୍ଣୁ ହୋଇ ଅତି ତୋଷ। ଅଦୃଷ୍ଟକୁ ଚାହିଁ ତାକୁ ଭାସିଲେ ଭାସ। ଶୁଣ ଭକ୍ତିମତୀ ସତୀ ବଚନ ମୋହର। ତୋ ପ୍ରାର୍ଥନା ଅନୁସାରେ ଲଭିବୁ କୁମର। ଏକ ଜନ୍ମେ ତୋହର ଯେ ହେବ ଦଶପତି। ସେମାନେ ହେବେ ତୋହର ଆଧାର ଗୋସତୀ। ତେଣୁ ଲାଭ କରିବୁ ତୁ ଏକ ଇତନୟ। ପ୍ରଜାପତି ସମସ୍ତେହୁ ହେବଟି ନିଶ୍ଚୟ। ଉଜ୍ଜ୍ୱଳ କରିବ ବଂଶ ସେହି ପୁତ୍ରମଣି। ତିନି ଭୁବନେ ପୂରିବେ ତାର ସୁତ ଶ୍ରେଣୀ।
मोर ए श्रीमुख वाक्य नहिब अन्यथा अविलम्बे खण्डीभूतु मनु महाव्यथा एहि वर देई विष्णु प्रसन्न वदने अंतर्ध्यान होई गले वैकुंठ भुवने सेहि महाभाग्यवती अजनी संभूता अटइए कन्या रत्न अपूर्व शोभिता मोहर वचन मान हे प्रचेता गण विवाह कर ए कन्या को तुम्भे 10 जन परम पवित्रमयी महापुण्य देहा विष्णु वर पात्री जे हेउ तुम भजाया पराशर उवाच हे मैत्रेय ऋषि शुण स्थिर करी मती सोमदेव मुखु शुणी एसन भारती प्रचेता मानक मन हेला महातोष मुंचिले सकळे करी थिले जेउ रोष वृक्ष मानक निकटु से कन्या रतन ग्रहण कले आनंदे फुलाइण मन विधि विधान धइले मारिक्षार हस्त पालन कले स्वधर्म आग्रह सहित सेहि 10 प्रचेतांक और से सुलभे मारिक्षा गर्भरे पुत्र रत्न जे संभवे महापुण्यवंत जोगी दक्ष प्रजापति दिव्य काये दिव्य तेज से दिव्य मूर्ति जेउ दक्ष प्रजापति पूर्व जन्मरे प्रजापतिंक संतति थिले संसारे।